ବର୍ତ୍ତମାନ ଆମେ ଆସିକି ପହଞ୍ଚିଛୁ ବାଙ୍କି ଡମପଡ଼ା ବ୍ଲକ ବିଲିପଡ଼ା ପଞ୍ଚାୟତ ଚକାଆମ୍ବ ପାର୍କ ନିକଟରେ। ଦେଖିବାକୁ ମିଳୁଛି ଲୋକମାନଙ୍କର ଅଭିଯୋଗ ମୁତାବକ ଯେତେବେଳେ ଆମେ ଏଠି ଆସିକି ଖବର ପ୍ରସାରଣ କରିବାକୁ ପହଞ୍ଚିଲୁ, ଏହି ପାର୍କକୁ 2018-19 ମସିହାରେ ନିର୍ମାଣ କରାଯାଇଥିବା ଜଣାପଡୁଛି। ଏଠି ଆମେ ଆସିକି ଯାହା ଦେଖିଲୁ, ସେତେବେଳେ ଯାହା ଦେଖିଥିଲୁ ଏ ପାର୍କ ଏତେ ସୁନ୍ଦର ଥିଲା। ଏଠି ବହୁତ ଛୋଟ ପିଲାଠୁ ନେଇକି ବଡ଼ ପିଲା ଏବଂ ବିଲିପଡ଼ା ପଞ୍ଚାୟତରେ ଥିଲେ ମଧ୍ୟ ତାଳବସ୍ତ ପଞ୍ଚାୟତର ଲୋକମାନେ ଏଠି ଆସିକି ବୁଲାଚଲା କରୁଥିଲେ, ଆମୋଦ ପ୍ରମୋଦ କରୁଥିଲେ। ଲକ୍ଷ ଲକ୍ଷ ଟଙ୍କା ବିନିମୟ ସରକାରଙ୍କ ପାଣ୍ଠିରୁ କରାଯାଇଛି, ଯାହାକି ଏ ପାର୍କ ଏବେ କୃତ୍ରିମ ଜଙ୍ଗଲରେ ପରିଣତ ହେଇଛି ଏବଂ ଏଠି ସରୀସୃପ ଏବଂ ବିଭିନ୍ନ ଜଙ୍ଗଲୀ ଜୀବଜନ୍ତୁଙ୍କର ଆଡ୍ଡାସ୍ଥଳ ପାଲଟିଛି। ଆପଣ ଦେଖିପାରୁଥିବେ ମୋ ପଛପଟେ ଏଇ ଯୋଉ ଜଙ୍ଗଲ ହେଇଛି ଏବଂ ଯାହା ଆସବାବପତ୍ର ରହିଛି ଏବଂ ଆଲୋକୀକରଣର ବ୍ୟବସ୍ଥା ରହିଛି, ସବୁକିଛି ଏଠି କରାଯାଇଥିଲା। କିନ୍ତୁ ଘଟଣା ହେଉଛି ଏଇ ଜାଗାରେ ବର୍ତ୍ତମାନ କିଛି ନାହିଁ। ଆପଣଙ୍କୁ ମୁଁ ଦେଖାଇବାକୁ ଚାହିଁବି, ସେ ଯୋଉ ଘର ଦେଖୁଛନ୍ତି, ସେ ଘର 2.5 ଲକ୍ଷ ଟଙ୍କା ବିନିମୟରେ ତିଆରି କରାଯାଇଥିଲା, କିନ୍ତୁ କେବଳ ଏଠି କାନ୍ଥ କରି ଛାତ ପକାଯାଇଛି। ସିଏ ବି ଜଙ୍ଗଲ ଭିତରେ ବର୍ତ୍ତମାନ ରହିଯାଇଛି, ଯୋଉଟା କି ସରୀସୃପ ମାନଙ୍କର ଆଶ୍ରୟସ୍ଥଳୀ ପାଲଟି ଯାଇଛି। ଏବେ ଆମେ ଆପଣଙ୍କୁ ଦେଖାଉଛୁ, ଏ ଭିଜୁଆଲ ଦେଖି ଆପଣ ଜାଣିପାରୁଥିବେ ଏଇ ପାର୍କ କେତେ ସୁନ୍ଦର। ପୂର୍ବରୁ କରାଯାଇଥିବା ବେଳେ ପ୍ରଶାସନ ଏବଂ ପଞ୍ଚାୟତରେ ଥିବା ଲୋକପ୍ରତିନିଧିଙ୍କର କାର୍ଯ୍ୟରେ ଦୁର୍ବଳତା ହେତୁ, ଅବହେଳା ଯୋଗୁଁ ଆଜି ଏ ପାର୍କ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି କୃତ୍ରିମ ଜଙ୍ଗଲ ସୃଷ୍ଟି ହେଇଛି। ବର୍ତ୍ତମାନ ଆମେ ଦେଖାଇବାକୁ ଚାହିଁବୁ, ଯାହା ହେଉ ଆମ ପାଖରେ ଆସିକି ଜଣେ ପହଞ୍ଚିଲେଣି, ଜଣେ ଯୁବକ ବନ୍ଧୁ, କୋଉଠିକାର ଆମେ ଜାଣିନୁ, ତାଙ୍କଠୁ ପଚାରି ବୁଝିବା ଯେ ଭାଇ ୱେଲକମ୍, ଭାଇ ଆପଣ ଆସନ୍ତୁ, ଟିକେ ପରିଚୟ ଦେବେ। ଆଜ୍ଞା, ମୋ ନାଁ ହଉଛି ବିରଞ୍ଚି ରାଉତ। ମୋ ଘର ହଉଛି ଓସ୍ତପୁର। କୋଉ ପଞ୍ଚାୟତ? ବିଲିପଡ଼ା ପଞ୍ଚାୟତ। ବିଲିପଡ଼ା ପଞ୍ଚାୟତ। ଆଚ୍ଛା, ଆପଣ କଣ କହିବେ, ଏ ଯୋଉ ପାର୍କ ଯେତେବେଳେ କୋଉ ମସିହାରେ ହେଇଥିଲା, କେତେ ବର୍ଷ ହେଲାଣି, ଏବଂ ଏ ଜଙ୍ଗଲ ଯୋଉ ସୃଷ୍ଟି ହେଇଛି, ଯୋଉ ସରୀସୃପ ମାନଙ୍କର ହେଇଛି, ଆପଣ ଏ ବିଷୟରେ କଣ କହିବେ? ଆଜ୍ଞା, ଗୋଟେ କଥା କହିବି, ଆମର ଗୋଟେ କଥାରେ ଅଛି, ନେତା ମାଳ କାମ ଦୁର୍ବଳ। ସେଇଭଳିଆ ଏଠି ନେତା ମାଳ ଆମ ସରପଞ୍ଚ ଦୁର୍ବଳ, ଆମ ସମିତି ସଭ୍ୟ ପ୍ରାର୍ଥୀ ସିଏ ବି ଦୁର୍ବଳ, ଆଉ ଆମ ଚେୟାରମ୍ୟାନ୍ ସିଏ ବି ଦୁର୍ବଳ। କାହିଁକି ନା ଦେଖନ୍ତୁ, ଏଇଟା ହେଉଛି ଆମର ଚକାଗଛ ପାର୍କ ବିଲିପଡ଼ା ପଞ୍ଚାୟତର। ଏଠିକି ନା କୌଣସି କାମ ଆସୁଛି, ନା କୌଣସି ଇଏ ଆସୁଛି। ପ୍ରଶାସନ ବହୁତ ଯାଉଛନ୍ତି, କିନ୍ତୁ ଦେଖନ୍ତୁ ଚକାଗଛ ପାର୍କ କିଭଳିଆ ଅବସ୍ଥାରେ ପଡ଼ିଛି। ଭୟଙ୍କର ସାପ ଇଆ ଦିହରେ ରହିଲେଣି, ବାସ କଲେଣି, କିନ୍ତୁ କେହି ପ୍ରଶାସନ ବି ଧ୍ୟାନ ଦଉନି, କି ଆମ ସମିତି ସଭ୍ୟ ପ୍ରାର୍ଥୀ ବି ଧ୍ୟାନ ଦଉନାହାନ୍ତି, କି ଆମ ସରପଞ୍ଚ ବି ଧ୍ୟାନ ଦଉନାହାନ୍ତି। ଦୁର୍ବଳ ସବୁଥିରେ। ଭାଇ, ଆମର ଯାହା କହିଲେ ଆପଣ ମାନେ ଶୁଣିଲେ ଯେ ଏଠି ନେତା ମାଳ କାମ ଦୁର୍ବଳ। ସରକାର ଅର୍ଥକୁ ଏଠି କିପରି ବିନିଯୋଗ କରାଯାଇଛି ତାହାର ଏ ନମୁନା ପଛପଟର ଚିତ୍ର ଦେଖାଉଛି। ଭାଇ, ଯୋଉ ଆଲୋକୀକରଣ ଲାଗିଛି ଆପଣଙ୍କ ବାଙ୍କିରୁ ତାଳବସ୍ତା ଦେଇ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା, ମାନେ ରାତିରେ ଯୋଉ ଯାତାୟାତ କରୁଛନ୍ତି, କେତେ ସୁରକ୍ଷିତରେ କିମ୍ବା ଭୟ ଭିତରେ ଯାତାୟାତ କରୁଛନ୍ତି? ଆଜ୍ଞା, ରାତିରେ ଯୋଉ ଲୋକ ଯାଉଛନ୍ତି, ଯାତାୟାତ କରୁଛନ୍ତି, ସେ ବହୁତ ଭୟଭୀତ ହୋଇକି ଯାତାୟାତ କରୁଛନ୍ତି। କାହିଁକି ନା ଏ ଲାଇଟ୍ ଯେବେ ଲାଗିଲା, ମାତ୍ର 4-5 ମାସ ଜଳିଛି, ତା ପରଠୁ ବନ୍ଦ। ପ୍ରଶାସନ ଯାଉଛନ୍ତି, କିନ୍ତୁ ସେମାନେ କେହି ତିଆରି କରୁନାହାନ୍ତି ବା ସେମାନେ କୌଣସି ଷ୍ଟେପ୍ ଉଠାଉନାହାନ୍ତି। କାହିଁକି ଲାଇଟ୍ଟା ବନ୍ଦ ହେଇଛି ବୋଲି କେହି ପଚାରୁନାହାନ୍ତି। ଆଲୋକୀକରଣ ପାଇଁ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଆସୁଛି, ଯେ ଏଇ ଗୋଟେ ମୁଖ୍ୟ ରାସ୍ତା ହେଇକି ମଧ୍ୟ ଏଠି ଆଲୋକୀକରଣ ତା ଅନ୍ଧାରୀକରଣରେ ପାଲଟିଛି। ଆଜ୍ଞା, ବାଙ୍କି ବ୍ଲକ ହଉଛି କଣ ଗୋଟେ କହନ୍ତିନି ଆମର କଥାରେ ନାହିଁ, ବାଟ ମାରେଣା। ବାଙ୍କି ବ୍ଲକ ହଉଛି କରେପସନର, ହଁ, ବାଙ୍କି ଡମପଡ଼ା ବ୍ଲକ ହଉଛି କରେପସନର ମାଷ୍ଟର। ଯଦି କରେପସନ ତାଙ୍କୁ କିଛି ପଇସା ପତ୍ର ଦିଆଗଲା, ତାହେଲେ ସିଏ କାମ ଦେବେ। ବାଙ୍କି ବ୍ଲକ, ବାଙ୍କି ଡମପଡ଼ା ବ୍ଲକ କଥା କହୁଛି, ଯେତେ ଅଫିସର ଅଛନ୍ତି ସବୁ କରେପସନରେ ଭାସୁଛନ୍ତି। ଆପଣଙ୍କର ପଞ୍ଚାୟତର ଯିଏ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି, ସେ ଆପଣଙ୍କ ପଞ୍ଚାୟତର ମାଲିକ, ଆପଣଙ୍କର ଯିଏ ଲୋକପ୍ରତିନିଧି ଅଛନ୍ତି, ସରପଞ୍ଚ, ସେ ଏଠିକି କେବେ ଆସୁଛନ୍ତି? ହଁ, ଆସୁଛନ୍ତି, ବୁଲୁଛନ୍ତି, ଯାଉଛନ୍ତି, କିନ୍ତୁ ଏଇ ଏବେ ପା ମୁଁ କହିଲି ନେତା ମାଳ କାମ ଦୁର୍ବଳ, କିନ୍ତୁ ଏଠି ଆମ ସରପଞ୍ଚ ଦୁର୍ବଳ, ଆଉ ସମିତି ସଭ୍ୟ ପ୍ରାର୍ଥୀ ଦୁର୍ବଳ। ସେମାନେ ଯଦି ବ୍ଲକରେ ଯାଇକି କୁହନ୍ତେ, କିଛି କୌଣସି ଗୋଟେ ପ୍ରେସର ଦିଅନ୍ତେ, ତାହେଲେ ପାର୍କ ଏମିତି ପଡ଼ିନଥାନ୍ତା। ଆଜ୍ଞା, ଦେଖନ୍ତୁ, ତାରିଣୀ ମହାପ୍ରଭୁଙ୍କର ମାତାଙ୍କର ଗୋଟେ ମନ୍ଦିର ତିଆରି ହବ ବୋଲି ଛାତ ପଡ଼ିକି ଅଛି, ଅଧାରେ ଅଛି। ଏପର୍ଯ୍ୟନ୍ତ ପ୍ରଶାସନ ଦେଖୁଛି, ଆମ ସରପଞ୍ଚ ଦେଖୁଛି, ସମିତି ସଭ୍ୟ ପ୍ରାର୍ଥୀ ସିଏ ବି ଦେଖୁଛି, କିନ୍ତୁ କେହି କରୁନାହାନ୍ତି। ଆଉ ଇଏ ତ ଛାଡ଼, କଣ କହିବ। ସଚେତନ ଯୁବକ ନାଗରିକ ହିସାବରେ କଣ ଦାବି ରଖୁ?
ମୁଁ ପ୍ରଶାସନ को एतिकी दाबी रखी जे ए पार्कटी बहुत जल्दी केमिति टिके चालू हुअंता आ बाटोई मानक पई टिके भल हुअंता सेति प्रशासन टिके नजर ଆପଣଙ୍କର ପଞ୍ଚାୟତର ଲୋକମାନେ ବି ପାଖ ପଞ୍ଚାୟତର ଲୋକମାନେ ବି ଏଠି ଆସି କାମ ପ୍ରମୋଦ କରିପାରିବେ। आज्ञा एकर जो पिला सब कॉलेज जाउछंती बांकी कॉलेज गला बेले भी एठे पार्क रे टिके बुलिकी दोली खेलिकी जांती आसिला बेले पार्क रे रहिकी एठे दोली दोली खेलिकी पानी पिया पी करिकी घंटे आधा घंटा टाइम बिताइकी जांती तालबस्त पंचायत पिला आम बिलीपड़ा पिला जेते अछंती छुआ पिला समस्त अछन समस्त भी एठिके आसंती कम से कम दिन को हजार हजार पिला आसिके एठे खेल बास करंती खेलंती। ठीक अच्छे आम ए शुणिले जड़े ये जे पंचायत जे अच्छा सचेतनता युवक भाई ये दाबी रखिले तेणुकर आम आज प्रशासन को आम तो तार उत्तर नबू किंतु प्रशासन एत दुर्बलता जहाँ फल कि सरकार उन्नतीकरण जो लक्ष लक्ष टंका विनिमय पार्क निर्माण होता कृत्रिम जंगल परिणत हो एप्रति केबे प्रशासन बांकी प्रशासन स्थानीय सरपंच दृष्टि आकर्षण करके पार्क पुनरुद्धार करेंगे ताहा देखा बाकी रहा। कटक जिला बांकी बिलीपड़ा पंचायत शुभेन्दु महापात्र रिपोर्ट KTV।